ନମସ୍କାର, ମୁଁ ଜାନକୀ ପାଣିଗ୍ରାହୀ। ଆଜି ଆମେ ଆଲୋଚନା କରିବା ଗୋଟେ ନୂଆ ଫୁଡ୍ ଉପରେ, ଫଳ ଉପରେ, ଫ୍ରୁଟ୍ ଉପରେ। ୟାକୁ କୁହାଯାଇଥାଏ ଆଭୋକାଡୋ। ଇଏ ୱାର୍ଲଡର ସୁପର ଫୁଡ୍ ୟାକୁ କୁହାଯାଇଥାଏ। ବହୁତ ଲାଭ ମିଳିଥାଏ। ଆ ଭିତରର ରସକୁ ବିଭିନ୍ନ କ୍ରିମ୍ କରାଯାଇଥାଏ। ବିଭିନ୍ନ ଖାଦ୍ୟରେ ସେଇ କ୍ରିମ୍କୁ ନିଆଯାଇପାରିବ। ମଞ୍ଜିରୁ ତେଲ ବାହାର କରାଯାଇଥାଏ। ସେହି ତେଲ ବି ଶରୀର ପାଇଁ ବହୁତ ଲାଭକାରୀ। ଏଇ ଫୁଡ୍କୁ ବିଭିନ୍ନ ଖାଦ୍ୟ ସହିତ ଆପଣ ଖାଇପାରିବେ, ଜୁସ୍ କରିକି ନେଇପାରିବେ, ଯାହାଦ୍ୱାରା କି ଶରୀର ପାଇଁ, ଆପଣଙ୍କର ହାର୍ଟ ପାଇଁ ଭଲ, ଇମ୍ୟୁନିଟି ପାୱାରକୁ ବଢ଼ାଇଥାଏ, ଚକ୍ଷୁ ପାଇଁ ଆପଣଙ୍କ ଭଲ କାମ କରିଥାଏ। କାହିଁକିନା ଏଠାରେ ରହିଛି ଆପଣଙ୍କ A-B-C ଭିଟାମିନ୍। ଡାଇବେଟିସ୍ ବ୍ୟକ୍ତି ବି ଆକୁ ଖାଇପାରିବେ, କାହିଁକିନା ଇଏ ମିଠା ନାହିଁ ବିଲକୁଲ, କିନ୍ତୁ ଶରୀରକୁ ହେଲ୍ଦି ରଖିଥାଏ, ଶରୀରକୁ ଶକ୍ତି ଯୋଗାଇଥାଏ, ଇମ୍ୟୁନିଟି ପାୱାରକୁ ବଢ଼ାଇଥାଏ। ଆକୁ କୁହାଯାଇଥାଏ ଆଭୋକାଡୋ। ଇଏ ଆଜିକାଲି ତ ସବୁ ପ୍ରକାର ଜିନିଷ ସବୁ ଜାଗାରେ ମିଳୁଛି, କିନ୍ତୁ ଇଏ ବାହାର ଗଛ, ବିଦେଶର ଗଛ। ଆକୁ ଆପଣଙ୍କର ମଞ୍ଜି ଲଗେଇଲେ ଥଣ୍ଡା ଜାଗାରୁ ସୃଷ୍ଟି ହୋଇଥାଏ। ବୋଧେ ଆମ ଏରିଆରେ ବି ଗଛ ହେଇପାରିବ। ଆମ ଏରିଆରେ ଆଜିକାଲି ବିଭିନ୍ନ ପ୍ରକାର ଫ୍ରୁଟ୍ସ ମିଳୁଛି, ତେଣୁ ଆଭୋକାଡୋ ବି ନିଶ୍ଚିତ ଭାବରେ ମିଳିବ। ଆଭୋକାଡୋ ଯଦି ନ ମିଳୁଛି, ଆର ବିଭିନ୍ନ ପ୍ରକାର କ୍ରିମ୍ କରାଯାଉଛି, ସେଇ କ୍ରିମ୍କୁ ବି ଆପଣ ନେଇପାରିବେ। ଏଇ ଆଭୋକାଡୋକୁ ଆପଣ ସାଲାଡ଼ରେ ପକାଇକି ଖାଇପାରିବେ। ଆଭୋକାଡୋକୁ ଆପଣ ସରବତ ବନେଇକି ଖାଇପାରିବେ, ବିଭିନ୍ନ ଖାଦ୍ୟରେ ପ୍ରୟୋଗ କରିପାରିବେ, ଯାହାଦ୍ୱାରା କି ଶରୀର ସୁସ୍ଥ ରହିବ। ତେଣୁ ଶରୀର ସୁସ୍ଥ ପାଇଁ ଆମେ ଏହିପରି ଜିନିଷ ଗୁଡ଼ିକ ଖାଇବା ଉଚିତ। ତାହେଲେ ରହୁଛି ଜାନକୀ ପାଣିଗ୍ରାହୀ।